କାକମାଛି ଗଛର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ। ଏହି ଗଛର ବୈଜ୍ଞାନିକ ନାମ ହେଉଛି ରାଣ୍ଡିଆ ୟୁଲିଜିନୋସା। ଏହାକୁ ଇଂଲିଶରେ ଡିଭାଇନ୍ ଜାସ୍ମିନ୍ କୁହନ୍ତି। ଓଡ଼ିଆରେ ଏହି ଗଛକୁ କାକମାଛି ଗଛ, ତେଲକୋଡ଼, ଠେଲକୋ, ପେଣ୍ଡ୍ରା, କାଳପେଣ୍ଡ୍ରା ବା କାଳପେଣ୍ଡୁଆ ଗଛ ବୋଲି କୁହାଯାଏ। ଏହା ଏକ ଚମତ୍କାରୀ ଔଷଧୀୟ ବୃକ୍ଷ। ଏହି ଗଛ ପେଟ ସମ୍ବନ୍ଧୀୟ ରୋଗରେ ଲାଭଦାୟକ। ଏହା ହଜମ ଶକ୍ତି ବୃଦ୍ଧି କରେ, ପତଳା ଝାଡ଼ା ଡିସେଣ୍ଟ୍ରି ଠିକ୍ କରେ, କୁର୍ମି ନିବାରଣ କରେ, ଚର୍ମ ରୋଗରୁ ମୁକ୍ତି ଦିଏ, କାଛୁ କୁଣ୍ଡିଆ, ଏକ୍ଜିମା, ସୋରାଇସିସ୍ ଭଳି ରୋଗକୁ ଠିକ୍ କରେ, ଫୁଲା ଦରଜ କମ୍ କରେ। ଆଦିବାସୀ ସମ୍ପ୍ରଦାୟରେ ପ୍ରସବ ପରେ ମହିଳାମାନଙ୍କୁ ସୁସ୍ଥ ରଖିବା ପାଇଁ ଏହି ଗଛର ଚେରର କାଢ଼ା ପାଣିରେ ସିଝାଇ ପିଇବାକୁ ଦିଆଯାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରେ ଏବଂ ଗର୍ଭାଶୟକୁ ସଫା କରିବାରେ ସାହାଯ୍ୟ କରେ। କଫ ଏବଂ ଶ୍ୱାସ ପାଇଁ ଅତ୍ୟନ୍ତ ଲାଭଦାୟକ। ଆଣ୍ଠୁଗଣ୍ଠି ବାତ କମାଇବା ପାଇଁ ଏହାକୁ ବ୍ୟବହାର କରାଯାଏ। ଏହି ଗଛର ଏକ ବିଶେଷ ପ୍ରୟୋଗ ହେଉଛି ମାଛ ଧରିବା ଲୋକମାନେ ଏହାର ଫଳକୁ ବିଶେଷ ଭାବେ ପ୍ରୟୋଗ କରନ୍ତି। ଏହି ଫଳକୁ ଛେଚି କରି ପାଣିରେ ପକାଇଦେଲେ ମାଛମାନେ ସ୍ତବ୍ଧ ହୋଇଯାଆନ୍ତି, ଚଳପ୍ରଚଳ ହେବା ବନ୍ଦ ହୋଇଯାଆନ୍ତି, ଯାହାଦ୍ୱାରା ସେମାନଙ୍କୁ ଧରିବା ସହଜ ହୁଏ। ଏହା ଜଳର ଜୈବ ବିବିଧତାକୁ ବି କ୍ଷତି ପହଞ୍ଚାଏ ନାହିଁ। ଏହି ବିଷୟରେ ଅଧିକ ଜାଣିବା ପାଇଁ ଏହି ଚ୍ୟାନେଲରେ ଥିବା ଲଙ୍ଗ ଭିଡ଼ିଓ ଦେଖନ୍ତୁ।